ଆଜି ଆମେ ପଢ଼ିବା ଧ୍ୱନି। ଆମ୍ଭେମାନେ ଦୈନନ୍ଦିନ ଜୀବନରେ ପରସ୍ପର କଥାବାର୍ତ୍ତା ସମୟରେ ଯେଉଁ ଶବ୍ଦ ଓ ବାକ୍ୟ ପ୍ରୟୋଗ କରିଥାଉ ତାହାରି ଭିତରେ ଅଭିଧା ଲକ୍ଷଣା ବ୍ୟଞ୍ଜନା ରହିଥାଏ। କିନ୍ତୁ ଆମ୍ଭେମାନେ ସେଥିପ୍ରତି ସଚେତନ ହୋଇ ସେସବୁ ଶବ୍ଦ ଓ ବାକ୍ୟ ପ୍ରୟୋଗ କରିନଥାଉ। ଉଦାହରଣ ସ୍ୱରୂପ ଗାଉଁଲି ଲୋକ କହନ୍ତି, ଏ ଆମ୍ବ ତ ଆମ୍ବ। ଏଠାରେ ପ୍ରଥମ ଶବ୍ଦ ଗ୍ରୀଷ୍ମକାଳୀନ ଫଳକୁ ବୁଝାଏ ଏବଂ ଦ୍ୱିତୀୟ ଆମ୍ବ ଶବ୍ଦ ଆମ୍ବର ମଧୁରତା ଓ ସ୍ୱାଦୁତାକୁ ବୁଝାଇଥାଏ। ଏହା ହେଉଛି ଅର୍ଥାନ୍ତର ସଂକ୍ରମିତ ବ୍ୟଙ୍ଗର ଉଦାହରଣ। ଅର୍ଥାତ୍ ଦ୍ୱିତୀୟ ଆମ୍ବ ଶବ୍ଦ ଅନ୍ୟ ଅର୍ଥରେ ସଂକ୍ରମିତ ବା ପରିଣତ ହୋଇଯାଇଛି। ସମାଜରେ ସାଧାରଣ ବ୍ୟକ୍ତି ସାହିତ୍ୟ ଶାସ୍ତ୍ର ଅଧ୍ୟୟନ କରି ସେପରି ସଂଳାପ ବା ଭାଷଣ କରିନଥାନ୍ତି। ପରେ ସାହିତ୍ୟ ରସିକ ଓ ଆଲୋଚକମାନେ ଶବ୍ଦ ଓ ଅର୍ଥଶକ୍ତିର ଆଲୋଚନାରେ ପ୍ରବୃତ୍ତ ହୋଇଛନ୍ତି। ପ୍ରଥମେ କାବ୍ୟରେ ଚମତ୍କାରିତା ସୃଷ୍ଟିକାରକ ଧର୍ମ ତଥା କାବ୍ୟର ଆତ୍ମା ବିଷୟକ ଆଲୋଚନା ଆରମ୍ଭ ହେଲା। କାଳକ୍ରମେ ବହୁ ସମ୍ପ୍ରଦାୟର ଉଦ୍ଭବ ହେଲା, ଯଥା ରସ ସମ୍ପ୍ରଦାୟର ଭରତମୁନି, ଅଳଙ୍କାର ସମ୍ପ୍ରଦାୟର ଭାମହ, ଉଦ୍ଭଟ ଓ ରୁଦ୍ରଟ, ରୀତି ଓ ଗୁଣ ସମ୍ପ୍ରଦାୟର ଦଣ୍ଡୀ ଓ ବାମନ, ଧ୍ୱନି ସମ୍ପ୍ରଦାୟର ଆନନ୍ଦବର୍ଦ୍ଧନ ଓ ଅଭିନବଗୁପ୍ତ, ବକ୍ରୋକ୍ତି ସମ୍ପ୍ରଦାୟର କୁନ୍ତକ, ଔଚିତ୍ୟ ସମ୍ପ୍ରଦାୟର କ୍ଷେମେନ୍ଦ୍ର। ଅଳଙ୍କାର ସର୍ବସ୍ୱ ଗ୍ରନ୍ଥର ଟୀକାକାର ସମୁଦ୍ର ବନ୍ଧଙ୍କ ମତରେ ବିଶିଷ୍ଟ ଶବ୍ଦ ଏବଂ ଅର୍ଥର ମିଶ୍ରଣରେ କାବ୍ୟ ସୃଷ୍ଟି ହୋଇଥାଏ। ଶବ୍ଦ ଓ ଅର୍ଥର ବିଶିଷ୍ଟତା ତିନି ପ୍ରକାର ସମ୍ପର୍କରୁ ସୃଷ୍ଟି ହୋଇଥାଏ, ଧର୍ମରୁ, ବ୍ୟାପାରରୁ ଏବଂ ବ୍ୟଙ୍ଗରୁ। ଧର୍ମମୂଳକ ବିଶିଷ୍ଟତା ଦୁଇ ପ୍ରକାର, ଯଥା ନିତ୍ୟ ଓ ଅନିତ୍ୟ। ଅନିତ୍ୟ ଧର୍ମ ହେଉଛି ଅଳଙ୍କାର ଏବଂ ନିତ୍ୟ ଧର୍ମ ହେଉଛି ଗୁଣ, ଓଜ, ପ୍ରସାଦ, ମାଧୁର୍ଯ୍ୟାଦି। ତେଣୁ ଧର୍ମମୂଳକ ବୈଶିଷ୍ଟ୍ୟକୁ ପ୍ରତିପାଦନ କରୁଥିବା ସମ୍ପ୍ରଦାୟ ଦୁଇ ଭାଗରେ ବିଭକ୍ତ, ଯଥା ଅଳଙ୍କାର ସମ୍ପ୍ରଦାୟ ଓ ଗୁଣ ଓ ରୀତି ସମ୍ପ୍ରଦାୟ। ବହୁ ତର୍କ ବିତର୍କ ବିଚାର ଆଲୋଚନା ପରେ ଧ୍ୱନି କାବ୍ୟର ଆତ୍ମା ରୂପେ ସ୍ୱୀକୃତି ଲାଭ କରିଛି। ରସ ହେଉଛି ଧ୍ୱନି ସମ୍ପ୍ରଦାୟର ଅଙ୍କୁର ସ୍ୱରୂପ। ଶବ୍ଦର ତିନି ପ୍ରକାର ଶକ୍ତି ରହିଛି, ଯଥା ଅଭିଧା ଲକ୍ଷଣା ବ୍ୟଞ୍ଜନା। ତ ଏବେ ଦେଖିବା ଆମେ ଧ୍ୱନିର ପ୍ରକାର ଭେଦ। ଏଗୁଡ଼ା ଟିକେ ଭଲକି ଦେଖିଦେବେ, ମୁଁ କେବଳ ସର୍ଟରେ ହିଁ କହିଦେଉଛି। ତ ଧ୍ୱନି ସାଧାରଣତଃ ତିନି ପ୍ରକାର, ଯଥା ବସ୍ତୁଧ୍ୱନି, ଅଳଙ୍କାର ଧ୍ୱନି ଏବଂ ରସଧ୍ୱନି। ବସ୍ତୁଧ୍ୱନି କ'ଣ ନା ଯେଉଁଠାରେ ବାସ୍ତବିକ ବା ଯଥାର୍ଥ ଅର୍ଥ ପ୍ରତୀତି ଘଟିଥାଏ ସେହି ଅର୍ଥ ଅଭିବ୍ୟଞ୍ଜିତ ହୋଇଥାଏ, ସେଠାରେ ବସ୍ତୁଧ୍ୱନି ଦେଖାଯାଏ। ଅଳଙ୍କାର ଧ୍ୱନି। ଅଳଙ୍କାର ଧ୍ୱନିରେ ଅଭିବ୍ୟକ୍ତ ହୋଇଥିବା ଶବ୍ଦାର୍ଥ ବର୍ଣ୍ଣନାତ୍ମକ ନ ହୋଇ ଶୁଦ୍ଧ କାଳ୍ପନିକ ହୋଇଥାଏ ଏବଂ ତାହାକୁ ଅନ୍ୟ ଶବ୍ଦରେ ପ୍ରକାଶ କରାଗଲେ ଅଳଙ୍କାର ରୂପକୁ ଧାରଣ କରିଥାଏ। ରସଧ୍ୱନି କ'ଣ? ଯେଉଁଠାରେ ରସ ବଞ୍ଚିତ ହୋଇଥାଏ ସେଠାରେ ରସଧ୍ୱନି ଦେଖାଦିଏ। କ୍ରୌଞ୍ଚ ମିଥୁନରୁ ନିଷାଦ ଜଣକର ପ୍ରାଣ ସଂହାର କଲା। କ୍ରୌଞ୍ଚ ବଧୂର ଶୋକରେ ମୁନି ବାଲ୍ମୀକିଙ୍କ ହୃଦୟ ଆକୁଳ ହୋଇ ଉଠିଲା। ସେହି ଶୋକର ପ୍ରବଳ ଭାବାବେଗ ଶ୍ଲୋକ ଆକାରରେ ପ୍ରବାହିତ ହେଲା। ଏହା ହିଁ ରସଧ୍ୱନି। ଧ୍ୱନିକାର ଆନନ୍ଦବର୍ଦ୍ଧନ ରସଧ୍ୱନିକୁ ସର୍ବଶ୍ରେଷ୍ଠ ଧ୍ୱନି ରୂପେ ସ୍ୱୀକାର କରିଛନ୍ତି। ଧ୍ୱନି ବହୁ ପ୍ରକାର ଭେଦ ପରିଲକ୍ଷିତ ହୋଇଥାଏ। ଅବିବକ୍ଷିତ ବାତ୍ୟାଧ୍ୱନି, ବିବକ୍ଷିତାନ୍ୟ ପରବାଚ୍ୟ ଧ୍ୱନି, ଅର୍ଥାନ୍ତର ସଂକ୍ରମିତ, ଅନ୍ତତଃ ତିରସ୍କୃତ, ସଲକ୍ଷ୍ୟକ୍ରମ, ଅସଲକ୍ଷ୍ୟକ୍ରମ ଧ୍ୱନି ଏସବୁ। କାଳିଦାସଙ୍କ କବିତା ଓ ନାଟକ ଧ୍ୱନିବହୁଳ। ତ ଇଏ ହେଉଛି ଆମର ଧ୍ୱନି। କବି ରାଧାମୋହନ ଗଡ଼ନାୟକଙ୍କ ମାଟି କବିତାରେ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ମେଘ, ପବନ ସୃଷ୍ଟିକର୍ତ୍ତାଙ୍କ ନିକଟରେ ସେମାନଙ୍କ ସ୍ୱାଧିକାର ପ୍ରାର୍ଥନା ଅବସରରେ ଜଣେ ଜଣଙ୍କ ଅପେକ୍ଷା ଅଧିକ ଭୋଗ ଓ କ୍ଷମତା ପାଇଁ ଲାଳାୟିତ ହୋଇଥିବା କଥା ଅଭିବ୍ୟଞ୍ଜିତ ହୋଇଛି। କିନ୍ତୁ ମାଟି କୌଣସି କ୍ଷମତା, ଭୋଗ ଓ ଅଧିକାର ପାଇଁ ପ୍ରାର୍ଥନା କରିନାହିଁ। କବିଙ୍କ ଭାଷାରେ ନମ୍ର ହୋଇଛ ବିରାଟ, ଆଜି ତୁମେ ଜଗତର ରାଣୀ। ଶେଷରେ ସୂର୍ଯ୍ୟ, ପବନ, ମେଘ ଆଦି ସମସ୍ତେ ଜଗତର ରାଣୀ ମାଟିର ସେବାରେ ତତ୍ପର ରହିଲେ। ଉକ୍ତ କବିତାରେ ସୁନ୍ଦର ଭାବ ବ୍ୟଞ୍ଜନ ପରିଲକ୍ଷିତ ହୋଇଥାଏ। ପୃଥିବୀର ବହୁ ଉନ୍ନତ ସାହିତ୍ୟ ଧ୍ୱନିବହୁଳ। ସାହିତ୍ୟର ଶ୍ରେଷ୍ଠତା ଓ ମାଧୁର୍ଯ୍ୟ ଏଥିରେ ଅଭିବ୍ୟଞ୍ଜିତ ଧ୍ୱନିରୁ ହିଁ ପ୍ରଣୀତ ହୋଇଥାଏ। ତାହେଲେ ଇଏ ଥିଲା ଆମର ଧ୍ୱନି। ଆପଣମାନେ ଆଉ ଟିକେ ଭଲକି ଦେଖିଦେବେ। ଯେଉଁମାନେ ବି ଲଙ୍ଗ ଲେଖିବାକୁ ଚାହୁଁଛନ୍ତି ଏଥିରୁ ଲେଖି